ସାମ୍ବାଦିକଙ୍କ ଜନକ କର୍ମବୀର ଗୌରୀଶଙ୍କର ରାୟଙ୍କ ଶ୍ରାଦ୍ଧ ଦିବସ ପାଳନ। ଆଜି ହେଉଛି ଓଡ଼ିଆ ଭାଷା ସାହିତ୍ୟ ଆନ୍ଦୋଳନର କର୍ଣ୍ଣଧାର ତଥା ପ୍ରଥମ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକାର ପ୍ରତିଷ୍ଠାତା ସାମ୍ବାଦିକତାର ଜନକ କର୍ମବୀର ଗୌରୀଶଙ୍କର ରାୟଙ୍କ 107ତମ ଶ୍ରାଦ୍ଧ ଦିବସ। ଏହି ଶ୍ରାଦ୍ଧ ଦିବସ ଅବସରରେ କର୍ମବୀରଙ୍କ ଜନ୍ମମାଟି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱରଠାରେ ତାଙ୍କ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି। ଅସୁରେଶ୍ୱର ଗ୍ରାମ ପଞ୍ଚାୟତ ପରିସରରେ ଥିବା କର୍ମବୀର ଗୌରୀଶଙ୍କର ରାୟଙ୍କ ପ୍ରତିମୂର୍ତ୍ତି ସହିତ ଉଦ୍ୟାନରେ ଥିବା ପ୍ରତିମୂର୍ତ୍ତିରେ ଅସୁରେଶ୍ୱର ପଞ୍ଚାୟତର ସରପଞ୍ଚ ଗୌତମୀ ଦାସ, ସମିତି ସଭ୍ୟ ଜସ୍ମିତା ସେଠୀ, ଯୁବନେତା ଅନନ୍ତ କୁମାର ଦାସ ଏବଂ ସ୍ଥାନୀୟ ଅଞ୍ଚଳ ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେହିପରି କର୍ମବୀରଙ୍କ ଜନ୍ମସ୍ଥାନ ଦୀକ୍ଷିତପଡ଼ା ଗ୍ରାମରେ ଥିବା କର୍ମବୀର ଗୌରୀଶଙ୍କର ରାୟଙ୍କ ବିଦ୍ୟାଳୟରେ ଥିବା କର୍ମବୀରଙ୍କ ପ୍ରତିମୂର୍ତ୍ତି ଜିଲ୍ଲା ପରିଷଦ ସଭ୍ୟା ଜସ୍ମିତା ସେଠୀ, କଟକରେ ଥିବା ଗୌରୀଶଙ୍କର ସ୍ମୃତି ସାଂସଦ କର୍ମକର୍ତ୍ତାଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କର୍ମବୀରଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଧୂପ ଚନ୍ଦନ ଦେଇ ପୂଜା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବକ୍ତୃତା ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। 107ତମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ କର୍ମବୀର ଗୌରୀଶଙ୍କର ରାୟଙ୍କର ଆଜି ଆମେ ତାଙ୍କର ଉତ୍ସବ ଏଠି ପାଳନ କରୁଛୁ। ଅସୁରେଶ୍ୱର ଗ୍ରାମ ପଞ୍ଚାୟତରେ ତାଙ୍କର ଜନ୍ମମାଟି ଆମ ପଞ୍ଚାୟତର ଦୀକ୍ଷିତପଡ଼ା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟକୁ ଆଗକୁ ନେବା ପାଇଁ ଏବଂ ଆମେ ଓଡ଼ିଶା ଏବଂ ଓଡ଼ିଆର ଲୋକଙ୍କୁ ପରିଚିତ ଆମକୁ ସେ ମଧ୍ୟ ସମଗ୍ର ବିଶ୍ୱରେ ପରିଚିତ କରାଇ ପାରିଥିଲେ। ତାଙ୍କର ସ୍ମୃତିକୁ ନେଇ ଆମ ପଞ୍ଚାୟତରେ ଦୁଇଟି ପାର୍କ ମଧ୍ୟ ଗଠନ କରାଯାଇଛି। ସେ ଦୁଇଟି ପାର୍କ ଗୋଟେ ଆମର କର୍ମବୀର ଗୌରୀଶଙ୍କର ନାମରେ ନାମିତ ଏବଂ ଆଉ ଗୋଟେ ଅସୁରେଶ୍ୱର ଗ୍ରାମ ପଞ୍ଚାୟତ ମଧ୍ୟରେ ମଧ୍ୟ ସେଠି ମଧ୍ୟ ତାଙ୍କର ଷ୍ଟାଚ୍ୟୁ ପ୍ରତିଷ୍ଠିତ କରାଯାଇଛି। ତାଙ୍କର ଜନ୍ମଦିବସ ଏବଂ ଶ୍ରାଦ୍ଧବାର୍ଷିକରେ ଆମେ ପ୍ରତିବର୍ଷ ତାଙ୍କର ଆମେ ଉତ୍ସବ ପାଳନ କରୁ। ଆମ ସହିତ ଅଛନ୍ତି ଆମର ଏହି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୌତମୀ ଦାସ ଏବଂ ଆମ ପଞ୍ଚାୟତର ପିଏସ୍ ମେମ୍ବର ଶ୍ରୀମତୀ ହେମାଦ୍ରି ମିଶ୍ର ଏବଂ ଆମ ପଞ୍ଚାୟତର ମୁରବୀ ସମସ୍ତ ଜନସାଧାରଣ ସମସ୍ତଙ୍କୁ ନେଇ ଆଜି ଆମେ ଏହି ଉତ୍ସବ ପାଳନ କରୁଛୁ। ଗୌରୀଶଙ୍କର ରାୟଙ୍କର 107ତମ ଶ୍ରାଦ୍ଧବାର୍ଷିକ। ସିଏ ଆମ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ଅସୁରେଶ୍ୱର ପଞ୍ଚାୟତରେ। ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା, ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତିକୁ ସାରା ରାଜ୍ୟ ନୁହେଁ ସାରା ଦେଶରେ ତାକୁ ଲୋକଲୋଚନକୁ ଆଣିବା। ସେଥିପାଇଁ ସେ ପ୍ରଥମ ଖବରକାଗଜ ଉତ୍କଳ ଦୀପିକା ନାମରେ ଗୋଟିଏ ଖବରକାଗଜ ପତ୍ରିକା ପ୍ରତିଷ୍ଠା କରିଥିଲେ। ଆଉ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ସେ ସମସ୍ତଙ୍କୁ ଏକଜୁଟ କରି ଗୌରୀଶଙ୍କର ରାୟ ଆଉ ତାଙ୍କର କର୍ମତ୍ୱ ବୀରତ୍ୱ ଆଉ ସାହସତ୍ୱ ପାଇଁ ଆମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ବି ପାଇପାରିଛୁ। ଓଡ଼ିଶାକୁ ଓଡ଼ିଆ ସ୍ୱତନ୍ତ୍ର ଭାଷାର ମାନ୍ୟତା ମଧ୍ୟ ପାଇପାରିଛୁ। ତାଙ୍କ ପ୍ରଚେଷ୍ଟାରେ ତାଙ୍କୁ ସମ୍ମାନିତ କରିବା ପାଇଁ ଆମ ଅସୁରେଶ୍ୱର ପଞ୍ଚାୟତରେ ଦୀକ୍ଷିତପଡ଼ା ଗ୍ରାମରେ ତାଙ୍କର ଗୋଟିଏ ସ୍କୁଲ ଅଛି ଯେଉଁଟା ଗୌରୀଶଙ୍କର ରାୟ ବାଳିକା ବିଦ୍ୟାଳୟ ନାମରେ ପରିଚିତ। ତାଙ୍କ ଲାଗି ତାଙ୍କ ସ୍ମୃତିକୁ ସମସ୍ତେ ମନେ ରଖିବା ପାଇଁ ଛୋଟରୁ ବଡ଼ ପର୍ଯ୍ୟନ୍ତ ପାଳନ କରିବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ବିଧାୟକ ପ୍ରତାପ ଜେନାଙ୍କ ପ୍ରଚେଷ୍ଟାରେ ଆମ ଅସୁରେଶ୍ୱର ପଞ୍ଚାୟତରେ ତାଙ୍କର ପ୍ରତିମୂର୍ତ୍ତି ଯେଉଁଟାକି ଆମେ ଏବେ ଉତ୍ସବ ପାଳନ କରୁଛୁ ପୁଷ୍ପମାଲ୍ୟ ଦେଇକରି। ଗୌରୀଶଙ୍କର ଓଡ଼ିଶାର ବରପୁତ୍ର, ଖାଲି ବରପୁତ୍ର ବୋଲି ତାଙ୍କୁ କୁହାଯିବନି। ଓଡ଼ିଶାରେ ଯଦି ଗୌରୀଶଙ୍କର ନଥାନ୍ତେ ତାହେଲେ ଆଜି ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ଏ ତିନୋଟି ଜିନିଷ ଆଜି ଏତେ ଦୂର ଆଗେଇ ପାରନ୍ତା ନାହିଁ। ଏବଂ ଉତ୍କଳ ଆଜି ଯେଉଁ ଆମେ ସ୍ୱତନ୍ତ୍ରତା ଲାଭ କଲୁ ତା'ର ପ୍ରଚ୍ଛଦ ପଟରେ ଯେଉଁମାନେ ଏତେ ଦିନ ଯୁଦ୍ଧ କରିକି ଯାଇଥିଲେ ତାଙ୍କ ମଧ୍ୟରେ 3 ଜଣ ପ୍ରଖ୍ୟାତ ଲୋକ ଥିଲେ। ଜଣେ ହେଉଛନ୍ତି ଆଦିନେତା ବିଚିତ୍ରାନନ୍ଦ ଦାସ, ଦ୍ୱିତୀୟ ହେଉଛନ୍ତି କର୍ମବୀର ଗୌରୀଶଙ୍କର ରାୟ ଏବଂ ତୃତୀୟ ଲୋକ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ। ସେମାନଙ୍କର ମୃତ୍ୟୁ ପରେ ଓଡ଼ିଶା ତା'ର ସ୍ୱତନ୍ତ୍ରତା ଲାଭ କଲା ଏବଂ ଓଡ଼ିଶା ଏକମାତ୍ର ରାଜ୍ୟ ସାରା ଭାରତରେ ଆଜି ପର୍ଯ୍ୟନ୍ତ ଯିଏକି ଗୋଟିଏ ଭାଷାଭିତ୍ତିକ ରାଜ୍ୟ, ସର୍ବପ୍ରଥମ ଭାଷାଭିତ୍ତିକ ରାଜ୍ୟ। ରାୟ ତାଙ୍କ ଜୀବନକାଳ ଭିତରେ ଅନେକ କିଛି କରିଯାଇଛନ୍ତି। ବର୍ତ୍ତମାନ ଆମେ ଯେଉଁ ବାଳିକା ବିଦ୍ୟାଳୟରେ ବର୍ତ୍ତମାନ ବସିକି ଆପଣଙ୍କ ସହିତ କଥାବାର୍ତ୍ତା ହେଉଛୁ ସେ ବାଳିକା ବିଦ୍ୟାଳୟଟିକି ସେ ତିଆରି କରିଥିଲେ। ଏହି ବାଳିକା ବିଦ୍ୟାଳୟ ସାରା ଓଡ଼ିଶାର
द्वितीय बालिका विद्यालय कारण सर्वप्रथम बालिका विद्यालय कटकरे आरंभ होता कटक बालिका विद्यालय एवं परवर्ती काले रेवेन्सा गर्ल्स स्कूल एवं तार परे किछि दिन परे अल्प दिन परे निश्चिंत कोइलू फाल्गुनी प्रसाद पंडांग रिपोर्ट फोकस प्लस।